ହଉ ଇଏ ଭୋଜି ଚିଠା କ'ଣ ଆଣିଛୁ ପଡ଼ିଲୁ ଆଗ। ପନିରି 5 କେଜି ଆଉ ବାସନ 5 କେଜି। ବାସନ ଆଣିଲା ବେଳେ ମୋ ପାଇଁ ଗୋଟେ ଚକୁଟା ତାଟିଆଟେ ଆଣିଥିବୁ, ପୂଜା ସଇଲେ ମୋ ବୋଉ ସେଥିରେ ଚା ପିଇବ। ମୁଁ ଗୋଟେ ଥାଳି ନେଇ ଯାଉଛି, ତୋ ବୋଉକୁ ବସେଇ ସେଥିରେ ମୁଁ ବନ୍ଦେଇବି। ଚକଟା ତାଟି ଆଣିଦବ। ଆରେ ଓଲା ସେଗୁଡାକ ବାସନ ନୁହେଁ, ସେଟା ହଉଛି ବେସନ। ମୁଁ ଏଡେ ଲମ୍ବା ବେସନ କୋଉଠୁ ପାଇବି? ଓହୋ ହଉ ତୁ ପଢିଲୁ, ଅର୍ଥକୁ ଅନର୍ଥ କରୁଛି ପିଲାଟା। ପଢ ତାପରେ କ'ଣ ଅଛି। ତାପରେ ଲେଖା ହେଇଛି ଶୁଣ। ହଁ ତାପରେ ଲେଖା ହେଇଛି ହ ଗୁଣ୍ଡ ଧ ଗୁଣ୍ଡ ଧ ପତ୍ର। ତୁ ସିଧା କଥା କହିଲୁ, ଆମେ ଗୁଣ୍ଡକୁ ଧରିବା ନା ପତ୍ରକୁ ଧରିବା? ଆରେ ଓଲା ସେଟା ହଉଛି ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ ଆଉ ଧନିଆ ପତ୍ର। ଏତିକି ମୁଣ୍ଡରେ ବୁଝିପାରୁନା, ଆଉ କ'ଣ ତମକୁ କହିବି କେଜାଣି। ତମେ ଆମ ଉପରେ ଏମିତି ଟିଙ୍ଗି ଯାଉଛ। ସେ ପୂଜାରୀ କି ବ୍ରାହ୍ମଣଙ୍କୁ କହୁନ, ସେ ଯୋଉ ଲେଖିଛି ହଳଦୀ ଗୁଣ୍ଡ ଲେଖିପାନି ହ ଗୁଣ୍ଡ ଧ ଗୁଣ୍ଡ। ମୁଁ ତାକୁ ଡାକିବି ସେମିତି, ତାକୁ ସେମିତି ଡାକିବି ସ ନନା। ତା ନା ସନିଆ ନା, ମୁଁ ତାକୁ ଡାକିବି ସ ନନା। ସମ୍ଭାଳିବ?